ଭାଙ୍ଗିଲା ଘର, ଖାଇଲା ଧାନ ଚାଉଳ ଏବଂ ଉଜାଡ଼ିଲା ଫସଲ। ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତି। ଢେଙ୍କାନାଳ ବନଖଣ୍ଡ ମହାବିରଡ ରେଞ୍ଜ ଡିହୋଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଜହ୍ନାପଡ଼ା ଗ୍ରାମରେ ଉପଦ୍ରବ କଲା ଗୋଠ ଛଡ଼ା ଦନ୍ତା। ଗ୍ରାମ ଭିତରେ ପଶି ଭାଙ୍ଗିଲା ଘର, ଖାଇଲା ଧାନ ଚାଉଳ ଏବଂ ଉଜାଡ଼ିଲା ଫସଲ। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୃଦ୍ଧ ଦମ୍ପତି। ଗ୍ରାମର ଦୟାନିଧି ଦଳେଇ ଓ ତାଙ୍କ ସ୍ତ୍ରୀ ଶୋଇଥିବା ବେଳେ ଗୋଠ ଛଡ଼ା ଦନ୍ତା ହାତୀଟି ଘରଦ୍ୱାର ଭାଙ୍ଗି ପ୍ରଥମେ ଧାନ ବସ୍ତାକୁ ଟେକି ନେଇଥିଲା। ଏହାପରେ ଘର କାନ୍ଥ ଭାଙ୍ଗି ଚାଉଳ ଖାଇବା ସହ ଗ୍ରାମର ବୁନୁ ସାହୁ ଏବଂ ବାବୁଲି ସାହୁଙ୍କ କୋବି ଫସଲ ନଷ୍ଟ କରିଥିଲା। ଏଥିସହିତ ଗାଁରେ ବ୍ୟାପକ ପରିମାଣର ଧାନ, ଆଖୁ ଏବଂ ବାଇଗଣ ଫସଲ ମଧ୍ୟ ଉପଦ୍ରବ ହୋଇଥିବା ଅଭିଯୋଗ ହୋଇଛି। ଦୟାନିଧି ଏବଂ ତାଙ୍କ ସ୍ତ୍ରୀ ଦନ୍ତା ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦନ୍ତା ଆକ୍ରମଣ ଏବଂ ଉପଦ୍ରବକୁ ନେଇ ଗ୍ରାମବାସୀମାନେ ଆତଙ୍କିତ ଥିବା ଜଣାପଡ଼ିଛି। ସେପଟେ ଦନ୍ତା ହାତୀଟି ଗାଁ ପାଖ ବାରବାଙ୍କ ଜଙ୍ଗଲକୁ ଚାଲି ଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତୁରନ୍ତ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। କାମାକ୍ଷାନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ଦ ନ୍ୟୁଜ୍ ଟୁଡେ।